ଅଭିଜିତ ଦାଦାଙ୍କର 11 କର୍ମ ହେଉଛି ସମସ୍ତଙ୍କ ପାଇଁ ଗୋଟେ ଅପଡ଼େଟ୍ କ୍ରିକେଟ୍ ସବୁଦିନ ପାଇଁ ରହିଛି ବାଧ୍ୟ ମାନେ ରିଚୁଆଲ୍ସ କମ୍ପ୍ଲିଟ୍ କରିବାକୁ ପଡ଼ିବ ସେଇ ହିସାବରେ କରୁଛୁ ଆଉ ଯେତେ ତାଙ୍କର ଭଲ ପାଉଥିବା ତାଙ୍କୁ ଭଲ ପାଉଥିବା ଲୋକମାନେ ସମସ୍ତେ ଭିତରେ ଅଛନ୍ତି ତ ଖାଲି ଦାଦା ଯେଉଁଠି ଅଛନ୍ତି ଭଲରେ ରୁହନ୍ତୁ ଶାନ୍ତିରେ ରୁହନ୍ତୁ ଏତିକି କାମନା କରିବୁ। କେତେ ଖୋଜିବେ ଏବେ ସେଇ ସବୁ ଦିନରେ ସେ ଗୀତ ଖୋଜିବି ଖୋଜୁଥିବି ସବୁବେଳ ପାଇଁ କାହିଁକିନା ତାଙ୍କର ଜାଗାଟା ମୋ ଜୀବନରେ ଅପୂରଣୀୟ କ୍ଷତି ଗୋଟେ ହେଇଛି ତ ମୁଁ ତାର କିଛି କାଉଣ୍ଟ କରିପାରିବିନି। ଦାଦାଙ୍କ ସହିତ ମୋର ପୁଣି ମୋ ନେକ୍ସଟ ଜନ୍ମରେ ଦେଖା ହେବ ବୋଲି ଏତିକି ହିଁ କହିପାରିବି ଆଉ କିଛି କହିପାରିବି। ଅଭିଜିତ ଦାଦାଙ୍କର 11 କର୍ମ ହେଉଛି ସମସ୍ତଙ୍କ ପାଇଁ ଗୋଟେ ଅପଡ଼େଟ୍ କ୍ରିକେଟ୍ ସବୁଦିନ ପାଇଁ ରହିଛି ବାଧ୍ୟ ମାନେ ରିଚୁଆଲ୍ସ କମ୍ପ୍ଲିଟ୍ କରିବାକୁ ପଡ଼ିବ ସେଇ ହିସାବରେ କରୁଛୁ ଆଉ ଯେତେ ତାଙ୍କର ଭଲ ପାଉଥିବା ତାଙ୍କୁ ଭଲ ପାଉଥିବା ଲୋକମାନେ ସମସ୍ତେ ଭିତରେ ଅଛନ୍ତି ତ ଖାଲି ଦାଦା ଯେଉଁଠି ଅଛନ୍ତି ଭଲରେ ରୁହନ୍ତୁ ଶାନ୍ତିରେ ରୁହନ୍ତୁ ଏତିକି କାମନା କରିବୁ। ଖୋଜିବେ ଏବେ ସେଇ ସବୁ ଦିନରେ ସେ ଗୀତ ଖୋଜୁଥିବି ସବୁବେଳ ପାଇଁ କାହିଁକିନା ତାଙ୍କର ଜାଗାଟା ମୋ ଜୀବନରେ ଅପୂରଣୀୟ କ୍ଷତି ଗୋଟେ ହେଇଛି ତ ମୁଁ ତାର କିଛି କାଉଣ୍ଟ କରିପାରିବିନି। ଦାଦାଙ୍କ ସହିତ ମୋର ପୁଣି ମୋ ନେକ୍ସଟ ଜନ୍ମରେ ଦେଖା ହେବ ବୋଲି ଏତିକି ହିଁ କହିପାରିବି ଆଉ କିଛି କହିପାରିବି। ଅଭିଜିତ ଦାଦାଙ୍କର 11 କର୍ମ ହେଉଛି ସମସ୍ତଙ୍କ ପାଇଁ ଗୋଟେ ଅପଡ଼େଟ୍ କ୍ରିକେଟ୍ ସବୁଦିନ ପାଇଁ ରହିଛି ବାଧ୍ୟ ମାନେ ରିଚୁଆଲ୍ସ କମ୍ପ୍ଲିଟ୍ କରିବାକୁ ପଡ଼ିବ ସେଇ ହିସାବରେ କରୁଛୁ ଆଉ ଯେତେ ତାଙ୍କର ଭଲ ପାଉଥିବା ତାଙ୍କୁ ଭଲ ପାଉଥିବା ଲୋକମାନେ ସମସ୍ତେ ଭିତରେ ଅଛନ୍ତି ତ ଖାଲି ଦାଦା ଯେଉଁଠି ଅଛନ୍ତି ଭଲରେ ରୁହନ୍ତୁ ଶାନ୍ତିରେ ରୁହନ୍ତୁ ଏତିକି କାମନା କରିବୁ। ଖୋଜିବେ ଏବେ ସେଇ ସବୁ ଦିନରେ ସେ ଗୀତ ଖୋଜୁଥିବି ସବୁବେଳ ପାଇଁ କାହିଁକିନା ତାଙ୍କର ଜାଗାଟା ମୋ ଜୀବନରେ ଅପୂରଣୀୟ କ୍ଷତି ଗୋଟେ ହେଇଛି ତ ମୁଁ ତାର କିଛି କାଉଣ୍ଟ କରିପାରିବିନି। ଦାଦାଙ୍କ ସହିତ ମୋର ପୁଣି ମୋ ନେକ୍ସଟ ଜନ୍ମରେ ଦେଖା ହେବ ବୋଲି ଏତିକି ହିଁ କହିପାରିବି ଆଉ କିଛି କହିପାରିବି।